नमस्कार। हाँ नमस्कार। ମୁଁ କହିଲି ହିମାଂଶୁ ବେହେରା କହୁଥିଲି ଆମର ହିରାଞ୍ଚଳ ନ୍ୟୁଜ ର ଯାଜପୁର ଡିସି। हाँ ମୁଁ କହିଲି ଆଜ୍ଞା ଆମର ଯୋଉ ମିଶନ ଶକ୍ତି କ୍ୟାଫେ ବର୍ତ୍ତମାନ ଗୋଟେ ଅଛି କାଫେ ହଁ ସେଟା ଆପଣଙ୍କ ସମୟରେ ଉଦ୍ଘାଟନ ହୋଇଥିଲା, ହଁ କିନ୍ତୁ ବର୍ତ୍ତମାନ ସେ ସନ୍ଧ୍ୟା ହେଲାଠୁ ସେଠି ଯୋଉମାନେ ମଦୁଆ ଏବଂ ମାତାଲି ମାନଙ୍କର ଆଡ୍ଡାସ୍ଥଳ ପାଲଟିଛି, ବୁଝିଲେ କି? ତାକୁ ତା ଫଙ୍କସନ କରୁନାହାନ୍ତି, ତାକୁ ବନ୍ଦ କରି ରଖିଛନ୍ତି, ଯେବେଳେ ବାଜା ଲୋକ ଯାଇ ବସୁଛନ୍ତି। ଠିକ କଥା ସେଟା ମୁଁ ଗୋଟେ ନ୍ୟୁଜ ଆଜି କରିଛି ଗ୍ରାଉଣ୍ଡ ଜିରୋ କୁ ଯାଇକି। କରୁନା, ତାକୁ କର, କାରଣ ମିଶନ ଉଦ୍ଦେଶ୍ୟ କଣ ଥିଲା? ଆଜ୍ଞା ଏମ୍ପ୍ଲୟମେଣ୍ଟ ସୃଷ୍ଟି କରିବା ଏବଂ ସେଇଟା ମଧ୍ୟ ଅନ୍ୟମାନଙ୍କ ରିକ୍ୱାରମେଣ୍ଟ କୁ ଯୋଉ ଆବଶ୍ୟକତା ସମସ୍ତେ ଷ୍ଟାଫ ଠୁ ଆରମ୍ଭ କରି ସମସ୍ତେ ଯାଇକି ଖାଉଥିଲେ ଆଜ୍ଞା ଏବଂ ଖାଇବା ବି ଭଲ ଇଏ ହଉଥିଲା। ଆଉ ଆଜ୍ଞା ସେଠି ଗୋଟେ ପୋଖରୀ ଅଛି, ପୋଖରୀଟା ମଧ୍ୟ ମୁଁ ଟଙ୍କା ଦେଇ ବାଗେଇ ଦେଇଥିଲି। ଆଜ୍ଞା ପାଖରେ ଶିକ୍ଷକ ସଂଘ ଅଫିସ କରିଛୁ। ଆଜ୍ଞା ଆଉ ସବୁ ପ୍ରକାର ଇନଫ୍ରାଷ୍ଟ୍ରକ୍ଚର ସୁବିଧା ଜାଗାରେ ଥାଏ, ମହିଳା ମାନେ ମଧ୍ୟ ସୁରକ୍ଷିତ ହେବା କଥା। ଆଜ୍ଞା ସେଟା ବନ୍ଦ କରି ରଖିବେ ନାଚୁଆଲି, ଯିଏ କଣ ପହଞ୍ଚିଲେ ଏଠି ଖାଇ ମଦ ପିଇଲେ ତ ବାଜେ କାମ କରୁଛନ୍ତି ଆଉ। ସେ ଯୋଉ ମାନେ ବର୍ତ୍ତମାନ ତା ଭିତରେ ତ ଅଳିଆ ଆବର୍ଜନା ପରିପୂର୍ଣ୍ଣ ଅଛି, ହଁ ବହୁତ ଜିନିଷ ବି ଭାଙ୍ଗି ଭୁଙ୍ଗି ଗଲାଣି। ଟିକେ ଭଲ ନ୍ୟୁଜ ମୁଁ କର। ପ୍ରକୃତରେ ମିଶନ ଏଇ ଯୋଉ ମିଶନ ଶକ୍ତିର କାଫେର ଉଦ୍ଦେଶ୍ୟ ଥିଲା ଆଜ୍ଞା ଯେ ଏମ୍ପ୍ଲୟମେଣ୍ଟ ଅଧିକ ସୃଷ୍ଟି ହବ ଏବଂ ସେ ତାଙ୍କର ଯୋଉମାନେ ମହିଳା ମାନେ ଏଥିରେ ଏନଗେଜ ହେବେ ସେମାନେ ଗୁଜୁରାଣ ମେଣ୍ଟେଇବେ ଆଜ୍ଞା ଏବଂ ଖାଇବା ମଧ୍ୟ ନିଟ୍ ଆଣ୍ଡ କ୍ଲିନ୍ ହଉଥିଲା, ପରିଷ୍କାର ପରିଚ୍ଛନ୍ନ ଦଉଥିଲା, ଭଲ ମାନର ଖାଇବା ମିଳୁଥିଲା। ଆଜ୍ଞା ଆଉ ଯେତେ ଷ୍ଟାଫ ଆମର ଅଛନ୍ତି, ବ୍ଲକ ଷ୍ଟାଫ ହୁଅନ୍ତୁ, ତହସିଲ ହୁଅନ୍ତୁ, ଥାନା ହୁଅନ୍ତୁ, ପ୍ରାୟ ସମସ୍ତେ ଯାଇ ସେଠି ଖାଉଥିଲେ। ଶିକ୍ଷକ ମାନେ ଯୋଉମାନେ ଆସୁଥିଲେ ସେ ଖାଉଥିଲେ। ଆଜ୍ଞା ବର୍ତ୍ତମାନ ସେ 2 ବର୍ଷ ହେଲା ବନ୍ଦ, ଆସିଲା ପରେ ବନ୍ଦ କରିଛନ୍ତି। ଆଉ କଣ କେମିତି ହେଲା, କଣ ପାଇଁ ବନ୍ଦ ହେଲା ଆପଣ ଭାବୁଛନ୍ତି? କଣ ନା ସେ ପଚାର ବିଡିଓଙ୍କୁ ପଚାରିଲେ କହିବେ। ମିଶନ କଫିର ସେ ତ ବୁଝୁଥିଲେ ବିଡିଓ, କାହିଁ ବନ୍ଦ କରିଛନ୍ତି ସିଏ କହିବେ କାରଣ। ନାଇଁ ମୁଁ ବିଡିଓଙ୍କୁ କଲ୍ କରିଥିଲି, ବିଡିଓ କହିଲେ କି ଆମେ ତ ମୋ ପାଖରେ କିଛି ଖବର ନାହିଁ, ମତେ କହୁଛନ୍ତି ଫୋନ ଖବର କରିଥିଲି। ନାହିଁ, ସେ ହିଁ ଘର କରିଥିଲେ, ବ୍ଲକ ଟଙ୍କା ଦେଇଥିଲା, ଡିଷ୍ଟ୍ରିକ୍ଟ ଟଙ୍କା ଆସିଥିଲା କରିବା ଲାଗି। କହୁଛନ୍ତି ଆମକୁ ହ୍ୟାଣ୍ଡ ଓଭର ସେଇ ହେଇନି ତ। ବିଡିଓ ଏଇ ଯିଏ ବର୍ତ୍ତମାନ ଅଛି ରବି ପ୍ରଧାନ, ସେଇ ମିଶନ କାଫେ ଯେହେତୁ ସୁଜାତା କାର୍ତ୍ତିକେୟନ ସେଠୁ କହିଥିଲେ, ସେଠି ବେଶୀ ଦୌଡ଼ିକି କରିଛି। ନାଇଁ ଆମର ଏବଂ ଯିଏ ଲୋକ କାମ ବି କରିଲା ପୁରା ତାର ପେମେଣ୍ଟ ହେଲାନି। ବିଡିଓ କହୁଛନ୍ତି କି ଆମକୁ ହ୍ୟାଣ୍ଡ ଓଭର, ଚାବି ହ୍ୟାଣ୍ଡ ଓଭର ହେଇନି ବୋଲି। ବିଡିଓ କହୁଛନ୍ତି ଆମକୁ ଚାବି ହ୍ୟାଣ୍ଡ ଓଭର ହେଇନି। ହେଇନି? ଆଜ୍ଞା ମିଶନ କଫି ଚାଲୁନଥିଲା ନା, ସେ ହେଇଥିଲା, କିନ୍ତୁ ସିଏ କହୁଛନ୍ତି, ବିଡିଓ କହୁଛନ୍ତି କି ମତେ ଚାବି ହ୍ୟାଣ୍ଡ ଓଭର କରିନାହାନ୍ତି। ଆଉ ଯିଏ ନ ଦେଇଛନ୍ତି ତାଙ୍କ ନାଁରେ ଇଏ କୁହନ୍ତୁ, ତାଙ୍କୁ ଦବା ନୋଟିସ କରନ୍ତୁ, ନଗଲେ ପୋଲିସ ଦେବେ। ଏଇଟା କଣ ଗୋଟେ ଏକ୍ସପ୍ଲେନେସନ ନା? ଏ ସମ୍ପର୍କରେ ଆପଣ କଣ କହିବେ? ଆପଣଙ୍କ ମତାମତ କଣ ରଖିବେ? କର ଭଲ କି ନ୍ୟୁଜ କଲା। ବହୁତ ଇଏ ପ୍ରକୃତରେ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳ ପାଲଟିଛି। ସରକାରୀ ଟଙ୍କା ଯୋଉ ଇନଭେଷ୍ଟ ହେଲା, ମତେ ଲାଗୁଛି 18 ଲକ୍ଷ ଟଙ୍କା କଣ ଖର୍ଚ୍ଚ ହେଇଥିଲା ଏଥିରେ, ଆଜ୍ଞା ଆରାଉଣ୍ଡ 18 lakhs। ଆଉ ସେ ବର୍ତ୍ତମାନ ଅଚଳ ହବା ଫଳରେ ଏମାନେ ରୋଜଗାର କ୍ଷମ ହେଇପାରିଲେନି, କାମରେ ଲାଗିଲାନି ଗଭର୍ଣ୍ଣମେଣ୍ଟ ମନି, ଏବଂ ବର୍ତ୍ତମାନ ଅସାମାଜିକ ଲୋକଙ୍କୁ ଆଡ୍ଡାସ୍ଥଳ ହେଇଯାଇଛି। ଭଲ କଲେ କିଛି ଅସୁବିଧା ନାହିଁ, ଭଲ ବଢିଆ ଷ୍ଟୋରି ହବ। ଆଜ୍ଞା ଆଜ୍ଞା ତାକୁ ଦେଖିଲେ ଅନୁମାନ ବି କରିବେ। ଆଜ୍ଞା। ହ୍ୟାଲୋ ଭାଇ ନମସ୍କାର। ନମସ୍କାର। ମୁଁ ହିମାଂଶୁ ବେହେରା କହୁଥିଲି, ହିରାଞ୍ଚଳ ଲାଇଭ ର ଯାଜପୁର ପ୍ରତିନିଧି। ହଁ ଭାଇ କୁହ। ପୁରୀ ଆମର ଯୋଉ ମିଶନ ଶକ୍ତି କ୍ୟାଫେ ଯୋଉଟା ଭାଇ ହେଇନି ବର୍ଚଣାରେ, କୋଉଠି? ଆମର ବର୍ତ୍ତମାନ ଶିକ୍ଷକ ଭବନ ଯୋଉ ଅଛି ସେଠି ଗୋଟେ ନଥିଲା, ହଁ ହଁ ସେଠି ତ ବର୍ତ୍ତମାନ ମାନେ ଅବ୍ୟବସ୍ଥିତ ଅବସ୍ଥାରେ ପଡିଛି, ଅବହେଳିତ ନାଇଁ ଅବସ୍ଥାରେ ନାଇଁ, ପଡିଛି। ସବୁଗୁଡା ଯୋଉଗୁଡା ଆଗରୁ ସେ ଗଲା ସରକାର ଅମଳରେ ମିଶନ ଶକ୍ତିର ନାଁରେ କ୍ୟାଫେ ଯୋଉଠି ହେଇଛି, ଆଜ୍ଞା ପ୍ରାୟ ହାତ ଗଣତି ଯଦି ଓଡିଶାରେ କୋଉଠି ଚାଲିଥିବ, ପ୍ରାୟ ସବୁ ଜାଗା ବନ୍ଦ ବାନ୍ଦ ଅଛି। ହୁଁ ମୁଁ ତ ମୋ ଘରେ ତ ଅସୁବିଧା ହେଇଛି, ଆଜ୍ଞା ମୋର ବଡ ବାପା ଆଉ ବଡ ମା 2 ଜଣ ଯାକ ଚାଲି ଯାଇଛନ୍ତି। ଆଜ୍ଞା ଆଜ୍ଞା। ତେଣୁ ମୁଁ ଟିକେ ଫ୍ରି ହେଇପାରୁନି, ଆସିଲେ କେତେବେଳେ ବସିଲେ ସେ ବିଷୟରେ ଆଲୋଚନା କରିବା। ହ୍ୟାଲୋ ହଁ ସାର୍ ନମସ୍କାର। ନମସ୍କାର। ହଁ ସାର୍ ମୁଁ ହିମାଂଶୁ ବେହେରା କହୁଥିଲି, ହିରାଞ୍ଚଳ ନ୍ୟୁଜ ର ଯାଜପୁର ଡିସି ସାର୍। ଓହୋ ହୋ ହଁ ହଁ। ମୁଁ କହିଲି ସାର୍ ଆମର ଯୋଉ ବର୍ଚଣାର ଯୋଉ ମିଶନ ଶକ୍ତି କ୍ୟାଫେଟା ଥିଲା, ବୁଝିଲେ କି, ଏବେ ଅଛି। ହଁ 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 ଅଛନ୍ତି ଏବେ? ନାଇଁ ଯୋଉଟା ଅଛି ଏବେ ମିଶନ ଶକ୍ତି କ୍ୟାଫେ, ହଁ ହଁ ସେଟା ତ ସାର୍ ବର୍ତ୍ତମାନ ସନ୍ଧ୍ୟା ହେଲାଠୁ ପୁରା ମଦୁଆ ଆଉ ମାତାଲିଙ୍କର ପୁରା ଆଡ୍ଡାସ୍ଥଳୀ ପାଲଟିଛି ସାର୍। ହଉ ଦେଖିଦବା କଣ ହେଇଛି, ସେଟା ବନ୍ଦ ହେଇକି ବିଟିସି ପଠେଇକି ଇନକ୍ୱାରି କରିଦବା। ସେଟା ସାର୍ ବନ୍ଦ ନାଇଁ ଆମର ବନ୍ଦ ହେଇକି ଇନକ୍ୱାରି ଆଜ୍ଞା ସାର୍ ମୁଁ କରିଦେବି, ଇନକ୍ୱାରି ହଁ କରିଦବା ସାର୍ କଣ ସାର୍ ଯୋଉ ହେଇଛି। ବନ୍ଦ ହେଇକି ପଡିଛି କେତେ ବର୍ଷ ହେଲା ବନ୍ଦ ହେଇ ସାର୍ ପଡିଛି? ସେଟା ତ ଆମର ବିଏଲଏଫ କୁ ଦିଆଯାଇଛି, ଆଉ ବିଏଲଏଫ କୁ ହ୍ୟାଣ୍ଡ ଓଭର କରାଯାଇଛି। ବିଏଲଏଫ ତ ଆମକୁ ଆଉ ଚାବି ହ୍ୟାଣ୍ଡ ଓଭର କରିନାହାନ୍ତି ନା। ମାନେ ଓପନିଂ ଦିନ ଠାରୁ ସାର୍ ବନ୍ଦ ଅଛି? ନାଇଁ ତ କେବେଠୁ ବନ୍ଦ ଅଛି ସାର୍? ନାଇଁ ମୁଁ ଆଉ ତାର ଖବର ରଖିନି, ମୁଁ ଏବେ ଆପଣ କହିଲେ ମୁଁ ପଚାରି ଚେକ୍ କରିବା କଣ ହେଇଛି ଆଉ। ଓହୋ, ସେ ତ ସାର୍ ଅଳିଆ ଆବର୍ଜନା ଭିତରେ ପୁରା ଭରପୁର ଅଛି। ବନ୍ଦ ହେଇଛି କଣ ହେଇଛି ଦେଖିବା, ବୁଝିଦେଲେ ହବ ଆଉ।
ଆଜ୍ଞା ଆଜ୍ଞା ରିଓପନିଂ ହବ ପୁଣି ଆଉ ଯଦି ବନ୍ଦ ହେଇଥିବ ଆଜ୍ଞା ଆଉ ମୁଁ ବିପିସି ପଚାରୁଛି ରିଓପନିଂ ହବ ସାର୍ ଏଇଟା କଣ ଆପଣଙ୍କ ପାଖରେ ଖବର ନାହିଁ ମାନେ ବନ୍ଦ ଅଛି କି ଚାଲୁଛି? ସେଟା ବିଏଲଏଫ କୁ ଦିଆହେଇଛି ତ ଆଜ୍ଞା। ବ୍ଲକ ଲେଭେଲ ଫେଡେରେସନ କୁ ଦିଆହେଇଛି।